दिव्य प्रणाम प्लाटफॉर्म में समस्त मोर दिव्य प्रणाम। मु हूँ संतोष कुमार प्रधान, घर पुरी। सार संस्पर्श में 2022 संबलपुर सर्विस करथिली। सेतବେଳେ ମୁଁ ଆସିଲି। ମୁଁ फूड कॉर्पोरेशन ऑफ इंडिया रे मैनेजर अकाउंट्स अछि। जेतेବେଳେ सारଙ୍କ साथी जेतेବେଳେ मोर प्रथम कथाबार्ता परिचय ହେଲା, से कहले तुम प्रथम फ्री क्लास रे आस। मते कहले सार गोटे फ्री क्लास कहीं दउछंती। ମୁଁ ଜାଣିଛି ଫ୍ରି କ୍ଲାସ ପରେ ଆଗକୁ ଆଗକୁ ଇଏ ହବ। ମୁଁ ଆଉ ସେଇଟା କ୍ୱେଶ୍ଚିନ୍ କଲିନି ନା। ଥରେ ଆପଣ ଫ୍ରି କ୍ଲାସ ରେ ଆସନ୍ତୁ, ଆମର ୱେବିନାର ରେ ଜଏନ୍ କରନ୍ତୁ। ତାପରେ ନେକ୍ସଟ ପ୍ରୋସେସ ଆପଣ ମାନଙ୍କୁ ଜାଣିଛନ୍ତି। ତାଙ୍କର ୱେବିନାର ରେ ଆଟେଣ୍ଡ କଲା ପରେ ସବକନସିୟସ୍ ମାଇंड ବିଷୟରେ ମୋର ଟୋଟାଲି ସମ୍ୟକ ଧାରଣା ନଥିଲା। ସବକନସିୟସ୍ ମାଇंड ରେ ଏତେ ପାୱାର ଅଛି ସେଇଟା ବି ମୋର ଧାରଣା ନଥିଲା। କିନ୍ତୁ ମୋ ମନ ଭିତରେ ପିଲା ବେଳୁ ମୋର ଯୋଉ ଥିଲା, ଆମ ଚିନ୍ତନ ମନରେ କିଛି ହଉଛି, ତା ପ୍ରଚ୍ଛଦ ପଟରେ ବହୁତ କିଛି ହେଇଯାଉଛି। ଆମେ ଯୋଉଟା କହନ୍ତି ଗଡ ଫିଲିଂ ହଉଛି, ଭଗବାନ ଅଛନ୍ତି। ମୁଁ ସେଇଠି କନେକ୍ଟ କଲି। ଇଟ୍ ଇଜ ଦ କନେକ୍ସନ ବିଟୱିନ୍ ସବକନସିୟସ୍ ମାଇंड ଆଉ କନସିୟସ୍ ମାଇंड। ତାପରେ ସାର୍ କୁ ଯେତେବେଳେ ମତେ ପଚାରିଲେ ତମର ଅନ୍ତିମ ଲକ୍ଷ୍ୟ କଣ, ମୁଁ କହିଲି ସତ କଥା ମୋର ଅନ୍ତିମ ଲକ୍ଷ୍ୟ କେତେ। ମୋର ପାଟିରୁ ବାହାରି ପଡିଲା, ମୋର ଯୋଉ ବଡ ଆମାଉଣ୍ଟ ଟା ବାହାରିଲା ସେଇଟା କହିଲି। ନା ସେଇଟା ପାଇଲା ପରେ ସେଥିରେ ତମେ ସନ୍ତୁଷ୍ଟ ହବ ନା ସେ ତାପରେ ଆହୁରି ଦରକାର ହବ। ସାର୍ ଓବିୟସଲି ସେଇଟା ଫିଲअପ ହେଲା ପରେ ହବ। ମାନେ ମାନେ ସେଇଟା ମାନେ ଫିଲଅପ ହେଇଗଲା, ତାପରେ ତମେ ସେଥିରେ ସନ୍ତୁଷ୍ଟ ହବ କି? ସାର୍ ଆଚିଭମେଣ୍ଟ ହେଲା ପରେ ପୁଣି ମୋର ଫର୍ଦର ଅପଗ୍ରେଡ କରିବି ନା? କେତେ ପର୍ଯ୍ୟନ୍ତ ତମେ ଅପଗ୍ରେଡ କରି ଚାଲିଥିବ, ଯେପର୍ଯ୍ୟନ୍ତ ତମେ ନିଜର ଡେଷ୍ଟିନ ତିଆରି କରିନ, ଏଇଭଳି ତମେ ଚାଲିଥିବ। ସେଥିପାଇଁ ତାଙ୍କର ପ୍ରଥମ ଗୋଟେ ଜିନିଷ ମୁଁ ଅନୁଭବ କଲି ସାରଙ୍କ ପ୍ଲାଟଫର୍ମ ଆସିଲା ପରେ, if you are not planning your future, somebody will plan your future। ଆଉ ସାର୍ ପ୍ରକୃତରେ କହିବାକୁ ଗଲେ ମୋର ଏଇ ହସ ହସ ଚେହେରା ପଛରେ ମୁଁ ହଉଛି ଆମ ଘରର ସବୁଠୁ କ୍ରୋଧୀ ବ୍ୟକ୍ତି ସାର୍। ସେଟା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯାଇଛି ସାର୍। ଆମ ଘର ଭିତରେ, ଆମ 9 ଭାଇ ଭିତରେ ମୁଁ ସମ୍ପୂର୍ଣ୍ଣ ପରିବର୍ତ୍ତନ ସାର୍। ଆଉ ବାପା ଏବେ ଏକ୍ସପାର୍ଟ କରିଗଲା ପରେ ମୋର ଏଇ ଧୈର୍ଯ୍ୟଶୀଳ ଟା ମତେ ମୋ ଗାଁରେ ନିଜକୁ ପରିଚୟ କରିଦେଲା। ସେଇଠି ମୁଁ ଅନୁଭବ କଲି, ମୁଁ ଯୋଉ ଭାବିଛି 2031 ବେଳକୁ ମୋର ଯୋଉ ଲାଷ୍ଟ ବେଳକୁ ମୋର ଯୋଉ ସୋସିଆଲ ଗୋଲ ଫିଲଅପ କରିବି, ସୋସିଆଲ ଗୋଲ ଫିଲଅପ କରିବା ପାଇଁ ଅଟୋମେଟିକାଲି ମୋର ଯୋଉ ଗାଁରେ କରିବି ବୋଲି ଭାବୁଛି, ଅଟୋମେଟିକାଲି ବାଟ ଫିଟି ଗଲାଣି। ଯୋଉମାନେ ଏନଏସି ଚେୟାରମ୍ୟାନ ପାଇଁ ପ୍ରସ୍ତୁତ ହଉଛନ୍ତି ସେମାନେ ଆସି ମତେ ସମ୍ବର୍ଦ୍ଧନା ଦେଉଛନ୍ତି, ମୋ ପାଖରେ ମିଶିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ମୋର ୱାର୍କ ପ୍ଲେସ ରେ ମଧ୍ୟ ସମସ୍ତେ ମୋ କଥା ଶୁଣିବା ପାଇଁ ବହୁତ ପ୍ରକାର ଉତ୍ସୁକ। ଯୋଉମାନେ ନୂଆ ପିଲାମାନେ ଟ୍ରାନ୍ସଫର ହେଇକି ଆସି ଯାଉଛନ୍ତି, ମୁଁ ସବୁବେଳେ ପ୍ରଥମେ ପଚାରେ ତମ ଘରେ କଣ କରୁଛନ୍ତି, ବାପା ମା କିଏ ଅଛନ୍ତି, ତମ ପିଲାମାନେ କଣ କରୁଛନ୍ତି। ଯେତେବେଳେ ସମ୍ବଲପୁର ଟ୍ରାନ୍ସଫର ହେଇକି ଆସିଲି, ସମସ୍ତେ ମତେ କହିଲେ ସନ୍ତୋଷ ସାର୍ ଯେତେବେଳେ ଯାହାକୁ ଦେଖିବେ ପ୍ରଥମେ ପଚାରିବେ ତାଙ୍କ ପରିବାର ବିଷୟରେ, ଅଫିସ ବିଷୟରେ କେବେ ବି ପଚାରନ୍ତିନି। ଯାହା ହଉ ସାର୍, ମୋର ବହୁତ ନେଗେଟିଭିଟି ମୋ ମାଇଣ୍ଡ ରେ ଥିଲା, ମୁଁ ସେଠୁ ଆଜି ଏ ଷ୍ଟେଜ ରେ ଆସିଛି ଓନ୍ଲି ବିକଜ ଅଫ ୟୁ ସାର୍। I will continue forever with you, lifelong। Okay, thank you।